ओम शांति। परम प्रिय परमात्मा शिव भगवानकर अमृत संतान मानकु बहुत बहुत अभिनंदन। आज रविवार 20/4/2025 मसीहार मुरली महावाक्य अव्यक्त मुरली से पुणी बाबा कही 18/1/2005 मसीहारे ଜାନୁଆରୀ ମାସ 18 ତାରିଖ ବ୍ରହ୍ମା ବାବାଙ୍କର ଅବ୍ୟକ୍ତ ଦିବସ। ତାକୁ ବି ସମର୍ଥ ଦିବସ କୁହାଯାଏ। କାହିଁକି ନା ବ୍ରହ୍ମା ବାବା ସବୁଥିରେ ସର୍ବସମର୍ଥ, ସବୁଥିରେ ପରିପୂର୍ଣ୍ଣ ଥିଲେ, ଶକ୍ତି ସାମର୍ଥ୍ୟରେ ସେ ଭରପୁର ଥିଲେ। ତେଣୁ ତାଙ୍କର ମହାପ୍ରୟାଣ ଦିବସକୁ ସମର୍ଥ ଦିବସ ରୂପେ ପରିଗଣିତ କରାଯାଇଛି। ଆମର ସିନା ରବିବାର ବିଭିନ୍ନ ପ୍ରକାର ଛୁଟି, ସମସ୍ତଙ୍କର ସ୍କୁଲ କଲେଜ ଅଫିସ ଛୁଟି, କିନ୍ତୁ ବାବାଙ୍କର କେବେ ଛୁଟି ନଥାଏ। ବରଂ ସେ ପ୍ରତି ରବିବାର ଅବ୍ୟକ୍ତ ମୁରଲି ମାଧ୍ୟମରେ ପିଲାମାନଙ୍କୁ ଉତ୍ସାହ ଉନ୍ମାଦନା ସୃଷ୍ଟି କରେଇ ମୋର ସ୍ନେହୀ ବଚ୍ଚେ, ଲଭଲିନି ବଚ୍ଚେ, ମିଠା ବଚ୍ଚେ ବିଭିନ୍ନ ପ୍ରକାରର ଆଦରର ଭାଷା କହି ସମସ୍ତଙ୍କୁ ଅଭିନନ୍ଦନ ଜଣାନ୍ତି, ଭାଗ୍ୟ ରେଖା ଦେଖି ସମସ୍ତଙ୍କୁ ଉତ୍ସାହ ଦିଅନ୍ତି। ବାବାଙ୍କର ଏ ଯେଉଁ ଭାବନା ପିଲାମାନଙ୍କୁ ଦେଖି ତାଙ୍କୁ ଦିନକୁ ଦିନ ଅଗ୍ରଗତି କରିବାର ଯେଉଁ ଶୁଭ କାମନା, ଶୁଭ ଭାବନା ସହିତ ପ୍ରେରଣା ଦିଅନ୍ତି, ସେ ହେଉଛି ଅବ୍ୟକ୍ତ ମୁରଲି। ସେ ଅବ୍ୟକ୍ତ ମୁରଲିରେ ଏଇଥର କହିଛନ୍ତି ମୁକ୍ତି ଓ ଜୀବନ ମୁକ୍ତି, ଏଇ ଦୁଇଟାର ଅନୁଭବ ଆମେ ସଙ୍ଗମ ଯୁଗରେ କରୁଛେ। ଜୀବନ ମୁକ୍ତି ତ ସତ୍ୟ ତ୍ରେତୟା ଯୁଗରେ ହେବ, କିନ୍ତୁ ସଙ୍ଗମ ଯୁଗରେ ଯେହେତୁ ଆମେ ବାବାଙ୍କ ସହିତ ରହିଛେ, ବାବାଙ୍କ କଥା ଅନୁଯାୟୀ ଚଳୁଛେ, ମୁଁ ଏବଂ ମୋର, ମେ ଆଉ ମେରାପନ, ଏଇ ଦୁଇଟା ଠାରୁ ଆମେ ଦୂରେଇ ରହୁଛେ, ଦେହ ଅଭିମାନରେ ନ ଆସି ଆତ୍ମାଭିମାନରେ ରହୁଛେ, ତେଣୁ ଜୀବନ ମୁକ୍ତ ଅବସ୍ଥାରେ ଆମେ ରହିପାରୁଛେ। ବାବା କହୁଛନ୍ତି ତୁମେ ତ ମୁକ୍ତ ଜୀବନ ମୁକ୍ତର ଅବସ୍ଥା ଜାଣିଲ, ତୁମେ ଦାତା, ମାଷ୍ଟର ଦାତା। କାହିଁକି ନା ଦାତାଙ୍କର ସନ୍ତାନ ଆମେ, ସ୍ୱୟଂ ପରମପିତା ପରମାତ୍ମା ହେଉଛନ୍ତି ଦାତା। ଆମେ ଯେତେ ସମସ୍ତେ ସାଂସାରିକ ଲୋକ ସମସ୍ତେ ହେଲେ ଗ୍ରହିତା। ସେ ଦାତା ହିସାବରେ ଦେଉଛନ୍ତି, ଆମେ ବି ନିଜେ ନିଜକୁ ମାଷ୍ଟର ଦାତା ବୋଲି ଭାବିବା। ମାଷ୍ଟର ଦାତା ହିସାବରେ ଅନ୍ୟ ସମସ୍ତଙ୍କୁ ଆମେ ମୁକ୍ତି ଓ ଜୀବନ ମୁକ୍ତିର ରାସ୍ତା ଆଉ ଚାଲିବାର କୌଶଳ ଶିଖେଇବା। ଭଗବାନଙ୍କର ପରିଚୟ ଦେଇ କିପରି ନିଜକୁ ଆତ୍ମାଭାନରେ ପରିଚାଳିତ କରି ଦେହ ଦୁନିଆ ଠାରୁ ଦୂରରେ ରହି ବା ସେମାନଙ୍କ ସହିତ ଯଥାରୀତି ସମ୍ପର୍କ ସ୍ଥାପନ କରି ବାବାଙ୍କ ସହିତ ଲଗନ ଲଗେଇ ବାବାଙ୍କ ଭାବନାରେ ମଗ୍ନ ହୋଇ ଏ ସାରା ସଂସାରକୁ ଭୁଲି ବାବାଙ୍କ ପଥରେ ଚାଲି ନିଜକୁ ଜୀବନମୁକ୍ତ ଅବସ୍ଥାରେ ଚଳିବାର ଯେଉଁ ପ୍ରେରଣା ବାବା ଯୋଗେଇଛନ୍ତି, ଦେଖେଇଛନ୍ତି, ସେଇ ରାସ୍ତା ଅନ୍ୟମାନଙ୍କୁ ଦେଖେଇବା। ବାବା ସେଇ କଥା କହୁଛନ୍ତି ଯେ ତୁମର ଭାଗ୍ୟର ତାରକା ମୁଁ ଦେଖିପାରୁଛି, କେତେ ସୁନ୍ଦର ଚମକୁଛି। ଭାଗ୍ୟ କେମିତି ଆସେ? ଆମେ ଯେମିତି କର୍ମ କରିଥାଉ, କର୍ମ ହେଉଛି ଗୋଟେ ଶକ୍ତି, ସେ ଶକ୍ତିକୁ ଆମେ ଯେମିତି ପଠେଇଛେ ସେ ସେଇଭଳି ଭାବରେ ଆମ ପାଖକୁ ରିଟର୍ନ ଆସୁଛି। କର୍ମ ଯେମିତି କରିବା, ଭାଗ୍ୟ ସେଇଭଳି ରିଟର୍ନ ଆସୁଛି। ତେଣୁ କର୍ମ ଅନୁଯାୟୀ ଭାଗ୍ୟ। ଆମେ ବାବାଙ୍କ କଥାରେ ବର୍ତ୍ତମାନ ଚାଲୁଛେ, ସେହି ଅନୁଯାୟୀ ଆମର ଜୀବନ ମୁକ୍ତ ଅବସ୍ଥା ରହିବ, ସ୍ୱରାଜ୍ୟ ଭାଗ୍ୟ ଅଧିକାରୀ ବି ଆମେ ସତ୍ୟ ଯୁଗରେ ହେବା। ବାବା ସେଇ କଥା କହୁଛନ୍ତି। ବର୍ତ୍ତମାନ ସେ ଆମକୁ ଗୋଲ୍ଡେନ ଚାବି ଦେଇଛନ୍ତି। ସେ ଗୋଲ୍ଡେନ ଚାବି କ'ଣ? ସେ ହେଉଛନ୍ତି ମେରା ବାବା। ଦିଲ ସେ କହୋ ମେରା ବାବା। ହୃଦୟରେ, ଭାବନାରେ, ବୁଦ୍ଧିରେ ସବୁବେଳେ ବାବା ବାବା ବାବା, ଖାଲି ମୁଖରେ କହିଲେ ହବନି। ସେଥିପାଇଁ ଗୋଲ୍ଡେନ ଚାବି ଦେଇଛନ୍ତି କାହାକୁ?
ଯେଉଁମାନେ ହୃଦୟର ସହିତ ବାବାଙ୍କୁ ଗ୍ରହଣ କରିଛନ୍ତି। ଏଇ ଗୋଲ୍ଡେନ୍ ଚାବି ମାଧ୍ୟମରେ ସାହାଯ୍ୟରେ ଆମେ ବେହଦ ସମ୍ପତ୍ତିର ମାଲିକ ହୋଇପାରିବା। ବାବା ତାଙ୍କ ପିଲାମାନଙ୍କୁ ସେଇ ବେହଦ ସମ୍ପତ୍ତିର ମାଲିକ କରିବା ପାଇଁ ଗୋଲ୍ଡେନ୍ ଚାବି ଦେଉଛନ୍ତି। ସେଥିପାଇଁ ବାବା କହୁଛନ୍ତି କୋଟିକରୁ ଗୋଟିଏ, କୋଟିକରୁ ଗୋଟିଏ ତ ନୁହଁ, କୋଟି କୋଟି ମଧ୍ୟରୁ ଗୋଟିଏ ସନ୍ତାନ, ସେ ହେଉଛି ବାବାର ସନ୍ତାନ। ସାରା ଦୁନିଆରେ କୋଟି କୋଟି ଲୋକ ରହିଛନ୍ତି, କିନ୍ତୁ ସମସ୍ତେ ବାବାଙ୍କ ପରିଚୟ ପାଇନାହାନ୍ତି, ପାଇଲେ ବି ବିଶ୍ୱାସ କରୁନାହାନ୍ତି। ତେଣୁ ବାବା କହୁଛନ୍ତି ଯେଉଁମାନେ ବାବାଙ୍କୁ ଚିହ୍ନିଛନ୍ତି ସେଇମାନେ ହିଁ ଗୋଲ୍ଡେନ୍ ଚାବି ପାଉଛନ୍ତି, ସେଇମାନେ ହିଁ ବେହଦ ସମ୍ପତ୍ତିର ମାଲିକ ହେଉଛନ୍ତି। ବାବା କହୁଛନ୍ତି ଯେ ସନ୍ ସୋଜ୍ ଫାଦର, ପିତା ହିଁ ପିତାଙ୍କର ପାରଦର୍ଶିତା ପୁତ୍ର ପ୍ରକାଶ କରେ। ପୁତ୍ର କେମିତି ପ୍ରକାଶ କରେ? ପୁତ୍ର ସେଇଭଳି ହୁଏ, ପିତାଙ୍କ ଠାରୁ ବାପ ସେ ବେଟା ଜ୍ୟାଦା। ଭଗବାନ ଯାହା ବତେଇଛନ୍ତି, ବୁଝଉଛନ୍ତି, ତାକୁ ଆମ ଜୀବନରେ ଧାରଣ କରି ଆମେ ପ୍ରତ୍ୟକ୍ଷ କରିବା। ସନ୍ ସୋଜ୍ ଫାଦର, ବାବାଙ୍କର ପ୍ରତ୍ୟକ୍ଷତା ପାଇଁ ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ। ବାବା ଯେଉଁ ବାଟ ଦେଖାଉଛନ୍ତି ସେଇ ବାଟରେ ଚାଲିଲେ ହିଁ ଅନ୍ୟମାନେ ବାବାଙ୍କର ପ୍ରକୃତ ବାଣୀର ମହତ୍ତ୍ୱ ବୁଝିବେ। ବାବା କହୁଛନ୍ତି ଯେ ଯେମିତି ଲୌକିକ ଦୁନିଆରେ ପୁଅ ଝିଅଙ୍କର କାମ ଦେଖି, ପାରଦର୍ଶିତା ଦେଖି ପିତା ବହୁତ ଖୁସି ହୁଅନ୍ତି, ସେହିପରି ଆମର ଚାଲିଚଳନ, ଢଙ୍ଗ, ରଙ୍ଗ, ଆଚାର, ବ୍ୟବହାର, ଦୈବୀ ଗୁଣ, ବୁଦ୍ଧି, ବିଚାର, ସଂସ୍କାର ସବୁ ଦେବତୁଲ୍ୟ ହେଲେ ବାବା ବହୁତ ଖୁସି ହେବେ। ଆଉ ଆମର ପ୍ରଥମ କର୍ତ୍ତବ୍ୟ ହେଲା ଯେ ବାବାଙ୍କର ପରିଚୟ ସବୁଠାରେ ଦେବା। ଯାହା ପାଠ ପଢ଼ୁଛେ ସେ ଜ୍ଞାନ ଅନ୍ୟମାନଙ୍କୁ ଶୁଣେଇ ବାବାଙ୍କର ପରିଚୟ ଦେଇ ସତ୍ୟଯୁଗୀ ଆତ୍ମା ପ୍ରସ୍ତୁତ କରିବାରେ ବାବାଙ୍କର ସହଯୋଗୀ ହେବା। ତେଣୁ ବାବା ଏଇ କଥା କହୁଛନ୍ତି ଯେ ପ୍ରକୃତରେ କିଏ କରୁଛନ୍ତି? ପ୍ରକୃତରେ କରନ୍ କରାବନ ହାର ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ। କରନହାର ଆମେ, ମାନେ ଭଗବାନ କରଉଛନ୍ତି, କରି କରାଉ ଥାଏ ମୁହିଁ ମୋବିନୁ ଅନ୍ୟ ଗତି ନାହିଁ। ଆମେ ଜାଣିଛେ ବାବା କରଉଛନ୍ତି, ମୋ ଦ୍ୱାରା କରଉଛନ୍ତି, ମୁଁ ନିମିତ୍ତ। ଯଦି ଭାବିବି ମୁଁ କରୁଛି, ଅହଙ୍କାର, ମୁଁ କରୁଛି ମାନେ ବୋଝ, ଦାୟିତ୍ୱ ବଢ଼ିଗଲା। ବାବା କରଉଛନ୍ତି ମୋ ଦ୍ୱାରା, ତାମାନେ ମୋର ନିର୍ମାଣ ଚିତ୍ତ ରହିବ, ମନରେ ମାନ ସାନ ପ୍ରତି ଲୋଭ ରହିବନି, ସବୁବେଳେ ସରଳ ଚିତ୍ତ, ମନ ବୁଦ୍ଧି ନିର୍ମଳ ରହିବ। ତେଣୁ ସବୁବେଳେ ଭଗବାନ କରଉଛନ୍ତି, ମୋ ଦ୍ୱାରା କରଉଛନ୍ତି ବା ମୁଁ ନିମିତ୍ତ ହୋଇ ତାଙ୍କର କାର୍ଯ୍ୟ କରୁଛି ବୋଲି ସେଇ ଭାବନାରେ ଆମେ କର୍ତ୍ତବ୍ୟ କରି ଚାଲିବା। ବ୍ରହ୍ମା ବାବା କେତେ ବଡ଼ ଦାୟିତ୍ୱ ନେଇଥିଲେ, କେଡ଼େ ବଡ଼ ପରିବାର, ଖାଇବା ପିଇବା ରହିବା ଯୋଗ ଭଟ୍ଟି ସବୁ କରି ଛୋଟ ଛୋଟ ପିଲାମାନେ, ସେମାନେ ପୁଣି ତାଙ୍କ ପିତା ମାତା ସମସ୍ତଙ୍କୁ ଭୁଲି ଏତେ ସ୍ନେହ ପ୍ୟାର ପାଉଥିଲେ ଯେ ସାରା ସଂସାରକୁ ଭୁଲି ସେ ଏଇ ବାଟରେ ଲାଗିଥିଲେ। ପୁଣି ତାଙ୍କର ବଡ଼ ଦାୟିତ୍ୱ ଥିଲା, ଭଗବାନ ତାଙ୍କ ଶ୍ରୀମୁଖ ଦ୍ୱାରା ଜ୍ଞାନ କହୁଥିଲେ, ସେ ନିଜେ ତ ପ୍ରଥମେ ଧାରଣ କଲେ, ଦୁନିଆକୁ ଜଣେଇବେ ନା। ତେଣୁ ପ୍ରତି ମୁହୂର୍ତ୍ତରେ ମୁଁ ଏକ ଆତ୍ମା, ମୁଁ ଏକ ଆତ୍ମା ଲେଖି ଚାଲିଥିଲେ। ନିଜକୁ ଗୋଟିଏ ଆତ୍ମା ଭାବିବା ପର୍ଯ୍ୟନ୍ତ ସେ କାହାରିକୁ ତୁମେ ଆତ୍ମା ନିଜକୁ ଭାବ ବୋଲି କହିପାରୁନଥିଲେ। ତାମାନେ ସେ କେତେ ବଡ଼ ଦାୟିତ୍ୱ ନେଇଥିଲେ। ଏତେ ବଡ଼ ଦାୟିତ୍ୱ ନେଇ ସେ ଯଦି ଭାବିଥାନ୍ତେ ମୁଁ କରୁଛି, ତାହେଲେ କ'ଣ କରିପାରିଥାନ୍ତେ? ଭଗବାନଙ୍କର କାମ ଭଗବାନ କରୁଛନ୍ତି। ଆମେ ସେହିପରି ବ୍ରହ୍ମା ବାବାଙ୍କ ପରି ନିଜକୁ ଭାବିବା, ତାଙ୍କ ପରି ହେବା, ତାହେଲେ ନିମିତ୍ତ ଭାବରେ ନିର୍ମାଣ ଚିତ୍ତ ହେବ, ନିର୍ମାଣ ବି ଭଲ ହେବ, ଯାହା ହେବ ବହୁତ ଭଲ ରେଜଲ୍ଟ ଦେବ।
ବାବା ବ୍ରହ୍ମା ବାବା ସେଥିପାଇଁ ନିଜକୁ ବେଫିକର ବାଦଶାହ ଭାବୁଥିଲେ, ମାନେ କିଛି ନଥାଇକି ସେ ବାଦଶାହ ବୋଲି ନିଜକୁ ଫିଲ୍ କରୁଥିଲେ। ଆମେ ବି ସେମିତି, ଏ ଧନ ଜନ ସମ୍ପତ୍ତି କିଛି ସାଥିରେ ଯିବନି, ତା ପାଇଁ ଏତେ ସମୟ ସଂକଳ୍ପ ଶକ୍ତି ପ୍ରୟୋଗ କରୁଛେ, କିନ୍ତୁ ତା ଅପେକ୍ଷା ଭଗବାନଙ୍କ ପାଖରେ ମନ ଲଗେଇ ନିଜର ଆତ୍ମା କିପରି ପରିଶୋଧନ ହେବ, ଆମେ କେମିତି ସତ୍ୟ ଯୁଗରେ ମହାରାଜା ମହାରାଣୀ ହେବା, ସେଥିପାଇଁ ସଂକଳ୍ପ ସମୟ ଲଗେଇବା ବୁଦ୍ଧିମତାର କାମ। ତା ଦ୍ୱାରା ଆମେ ବେଫିକର ବାଦଶାହ ହେବା। ଏବେ ଯାହା ସଞ୍ଚୟ କରୁଛେ ତାକୁ ପୁଣି ଆମେ ଜଗୁଛେ, ସେ ଆମକୁ ଜଗୁନି, ସେ ଆମକୁ ସୁଖ ଶାନ୍ତି ଆନନ୍ଦ ଦେଉନି, ଆମେ ବରଂ ତାକୁ ଜଗେଇ ରଖି ଆହୁରି ଦୁଃଖ ଅଶାନ୍ତିରେ ରହୁଛେ। କିନ୍ତୁ ପ୍ରକୃତ ସୁଖର ସନ୍ଧାନ ପାଇଗଲା ପରେ ଏସବୁ ଜିନିଷ ତୁଚ୍ଛ ଲାଗିବ। ବାବା ସେଇ କଥା କହୁଛନ୍ତି। ବାବା କହୁଛନ୍ତି ବ୍ରାହ୍ମଣ ଜୀବନରେ ଅପ୍ରାପ୍ତ ବୋଲି କିଛି ନାହିଁ। ଯେଉଁଦିନ ନିଜକୁ ଆମେ ଭାବିଦେଲେ ଆମେ ବ୍ରାହ୍ମଣ, ସେଇଦିନ ଠାରୁ ଆମର ଆଉ ପ୍ରାପ୍ତିର କାମନା କିଛି ରହିବନି। କାହିଁକି ନା ଯିଏ ବେହଦ ସମ୍ପତ୍ତିର ଅଧିକାରୀ ସିଏ ତ ଆମର ପିତା, ଆମର ଆଉ ଅଭାବ କ'ଣ? ତେଣୁ ବ୍ରାହ୍ମଣ ଜୀବନରେ ଅପ୍ରାପ୍ତ ବୋଲି କିଛି ନାହିଁ। ଏଇ କଥାଟା ଆମେ ଜାଣିଛେ, ସେଇଟାକୁ ଅନୁଭବ କରିବା। 4ଟା ସବଜେକ୍ଟ: ଜ୍ଞାନ, ଯୋଗ, ଧାରଣା, ସେବା। ଯୋଗ କଲେ ବିକର୍ମ ବିନାଶ ହେବ। ଯୋଗୀ ପ୍ରୟୋଗୀ ହେବା ଦରକାର। ପ୍ରୟୋଗୀ ମାନେ କ'ଣ? ପ୍ରୟୋଗ କରିବ, ଧାରଣ କରିବ। ତେଣୁ ଆମେ ଯୋଗୀ ହେଇଛେ, ପୁଣି ପ୍ରୟୋଗୀ ହୋଇ ସବୁବେଳେ ରହିଲେ ଆମ ଜୀବନ ସୁଧୁରିବ, ଆମେ ଦେବ ଆତ୍ମା ହେବା। ବାବା ସେଇ କଥା କହୁଛନ୍ତି ଯେ ମନକୁ ଆମେ ଏକାଗ୍ରଚିତ୍ତ ହୋଇ ମନକୁ ଏମିତି କରିବା, ଯେଉଁଠି ଚାହିଁବା, ଯେତେବେଳେ ଚାହିଁବା, ଯେମିତି ଚାହିଁବା, ମନ ଆତ୍ମାର ଅଧୀନରେ ରହିବ। ଆମର ହାତ ଗୋଡ଼ ଯେତେ ସବୁ ସ୍ଥୂଳ ଇନ୍ଦ୍ରିୟ ଅଛି, ଆମେ ତାକୁ ଆମ ମନ ଇଚ୍ଛା କାମରେ ଲଗାଉଛେ। ଏବେ କାମ କରିବାକୁ ଇଚ୍ଛା ହେଉଛି, କରୁଛି। ଏବେ ଇଚ୍ଛା ହେଉନି, କରୁନି। ଚାଲିବାକୁ ଇଚ୍ଛା ହେଉଛି, ଚାଲୁଛି। ଚାଲିବାକୁ ଆଜି ଇଚ୍ଛା ହେଉନି, ଚାଲୁନି। ତାକୁ ଆମେ ଆମ ମନରେ କଣ୍ଟ୍ରୋଲ କରିଦେଉଛେ। କିନ୍ତୁ ମନ ଏକଦମ ସୂକ୍ଷ୍ମ, ଇଏ ତ ସ୍ଥୂଳ ଜିନିଷ, ସେଇ ସୂକ୍ଷ୍ମ ଜିନିଷକୁ ଆମେ କଣ୍ଟ୍ରୋଲ କରିବା। ଏକାଗ୍ରଚିତ୍ତ ହୋଇ ଯଦି ଆମେ ବାବାଙ୍କ ପାଖରେ ମନ ବୁଦ୍ଧି ଲଗେଇବା, ତାହେଲେ ଆମ ମନକୁ ଆମେ କଣ୍ଟ୍ରୋଲ କରିପାରିବା। ମନକୁ କଣ୍ଟ୍ରୋଲ କଲେ ସବୁ ସମ୍ଭବ। ଇଏ ଯେଉଁ ସାଇନ୍ସ, ସିଏ ଯାଉଛି ହେରି ଗ୍ରହ ପର୍ଯ୍ୟନ୍ତ, ଚନ୍ଦ୍ର ପର୍ଯ୍ୟନ୍ତ ଯାଉଛି। କିନ୍ତୁ ମନକୁ କଣ୍ଟ୍ରୋଲ କଲେ ମନ ପରମଧାମ ପର୍ଯ୍ୟନ୍ତ ଯାଇପାରିବ। ତେଣୁ ବାବା କହୁଛନ୍ତି 1 ସେକେଣ୍ଡରେ ତୁମେ ଏମିତି ଅଭ୍ୟାସ କର ଆଜିଠାରୁ, କାରଣ ଆଗକୁ ଆହୁରି ବହୁତ ବହୁତ ବଡ଼ ବଡ଼ ଅଚାନକ ବିପତ୍ତି ଆସିକି ପହଞ୍ଚିବ। ସେତିକି ବେଳେ ତୁମେ ହାରିଯିବ। ଏ ମନକୁ ତୁମେ ଆଜିଠାରୁ ଅଭ୍ୟାସ କର। 1 ସେକେଣ୍ଡରେ ପରମଧାମ ଯାଇପାରିବ, 1 ସେକେଣ୍ଡରେ ସୂକ୍ଷ୍ମଧାମ ଯାଇପାରିବ, 1 ସେକେଣ୍ଡରେ ଏଇ ସାକାରୀ ଦୁନିଆରେ ବି ମନ ବୁଲି ପାରିବ, ମଧୁବନକୁ ଯାଇପାରିବ। ତାହେଲେ ଏ ମନକୁ ଆମେ କଣ୍ଟ୍ରୋଲ କରିବା ପାଇଁ ଏକାଗ୍ର ଚିତ୍ତ ଆବଶ୍ୟକ। ଭଗବାନଙ୍କ ଠାରେ ବୁଦ୍ଧି ଲଗାଇବା ନିହାତି ଦରକାର। ବାବା ଏଇ ମାସରେ 2005 ମସିହା ଜାନୁଆରୀ 18ରେ ଯେ ଆସିଥିଲେ, ଗୋଟିଏ ହୋମୱାର୍କ ଦେଇଥିଲେ ଯେ ମନକୁ ତୁମେ ଏକାଗ୍ର କରି ଯେ କଣ୍ଟ୍ରୋଲିଂ ପାୱାର ତୁମର ରହୁ। ଆଉ ମନକୁ କଣ୍ଟ୍ରୋଲ କରିବା ପାଇଁ ଶକ୍ତି ଦରକାର। ଆମକୁ ତ ବାବା ଅଷ୍ଟଶକ୍ତିର କଥା କହିଛନ୍ତି। ସାମ୍ନା କରିବା ଶକ୍ତି, ସମଟେନିକି ଶକ୍ତି, ସହନ ଶକ୍ତି, ନିର୍ଣ୍ଣୟ ଶକ୍ତି ଇତ୍ୟାଦି ଇତ୍ୟାଦି। ସେଇ ଶକ୍ତି ବଳରେ ଆମେ ମନକୁ କଣ୍ଟ୍ରୋଲ କରିପାରିବା। ବାବା ସେଇ କଥା କହୁଛନ୍ତି। ବାବା ତ ଆମକୁ କେତେ ସ୍ନେହ କରୁଛନ୍ତି। ସିଏ ଆମକୁ ଏତେ ସ୍ନେହ କରୁଛନ୍ତି। ସିଏ ଆମକୁ କହୁଛନ୍ତି ମୁଁ ତ ତୁମକୁ ଏତେ ସ୍ନେହ କରୁଛି, ତୁମେ ମୋତେ ରିଟର୍ଣ୍ଣରେ ଟର୍ନ ହେବାଟା କୁହ। ଟର୍ନ ହେବା ମାନେ ପରିବର୍ତ୍ତନ ହେବା। ମୁଁ ତୁମକୁ ସ୍ନେହ ଦେଉଛି, ତୁମେ ମୋତେ ନିଜେ ପରିବର୍ତ୍ତନ ହୋଇ ଦେଖାଅ।
ସେଇଟା ହେଉଛି ଆମେ ତାଙ୍କୁ ରିଟର୍ନ କଲେ, ସ୍ନେହର ରିଟର୍ନଟା ଆମେ ଏଇଭଳିଆ ଭାବରେ ଦେବା ପାଇଁ ବାବା କହୁଛନ୍ତି। ଟର୍ନ ହେବା ମାନେ ନିଜର ସଂସ୍କାର, ବିଚାର, ଗୁଣ, ବୁଦ୍ଧି ସବୁ ଦେବୋପମ କରିବା ପାଇଁ ବାବା କହୁଛନ୍ତି। ବାବା କହୁଛନ୍ତି ତୁମେ ହେଉଛ ବିଶ୍ୱ କଲ୍ୟାଣକାରୀ। କେମିତି ବିଶ୍ୱ କଲ୍ୟାଣକାରୀ ଆମେ ହେଲେ? ବିଶ୍ୱ ମାନେ ସାରା ପୃଥିବୀ। ସାରା ପୃଥିବୀର ଲୋକଙ୍କୁ ଭଗବାନ ଆସିଛନ୍ତି ବୋଲି ପରିଚୟ ଦେଉଛନ୍ତି। ଆମମାନଙ୍କ ଦ୍ୱାରା ଲୋକମାନେ ଜାଣିଲେ, ଅନ୍ୟ ଆତ୍ମା ସବୁ ଜାଣିଲେ, ଭଗବାନଙ୍କର ପରିଚୟ ପାଇଲେ। ଏଠି ମଧ୍ୟ ସେ ବାବା ବହୁତ ପ୍ରଶଂସା କରି କହିଛନ୍ତି ଆଫ୍ରିକାନ ମାନେ ଭଲ ସେବା କରିଛନ୍ତି। ତଥାପି ତାଙ୍କୁ ସେ କହିଲେ ଯେ ତୁମେ ତୁମର ସମସ୍ତ ଭାଇ ବନ୍ଧୁ କୁଟୁମ୍ବ ସାହି ପଡ଼ୋଶୀ ସମସ୍ତଙ୍କ ପାଖରେ ବାବାଙ୍କର ପରିଚୟ ଦିଅ। ଯେମିତି କେହି ପଛରେ ଉଲୁଗୁଣା ଦେବେନି ଯେ ତୁମେ ଜାଣିପାରିଲ ଆମେ ଜାଣିପାରିଲୁନି। ଆମେ ଯଦି ଜାଣିଥାନ୍ତୁ ଭଗବାନ ଆସିଛନ୍ତି ବୋଲି ଆମେ ନିଶ୍ଚୟ ଭଗବାନଙ୍କ କଥା ଶୁଣି ସେଇ ବାଟରେ ଚାଲିଥାନ୍ତୁ। ତେଣୁ କାହାକୁ ତୁମେ ଉଲୁଗୁଣା ଦେଲା ପରି ପରିସ୍ଥିତି ସୃଷ୍ଟି କରନି। ତୁମେ ବିଶ୍ୱ କଲ୍ୟାଣକାରୀ, ଭଗବାନଙ୍କର ପରିଚୟ ସମସ୍ତଙ୍କ ପାଖରେ ଦିଅ। ବାବା କହୁଛନ୍ତି ଯିଏ କ୍ଲିନ୍ ଆଣ୍ଡ କ୍ଲିଅର, ତାର ହୃଦୟ ସଫା, ସତ୍ୟ, କାହିଁକିନା ଭଗବାନ ହେଉଛନ୍ତି ଟ୍ରୁଥ୍। ଟ୍ରୁଥ୍ ଇଜ୍ ଗଡ୍, ଗଡ୍ ଇଜ୍ ଟ୍ରୁଥ୍। ତେଣୁ ଭଗବାନ ହେଉଛନ୍ତି ସତ୍ୟ ଶିବ ସୁନ୍ଦର, ତାଙ୍କୁ ସବୁବେଳେ ସତ୍ୟ କହିବା। କ୍ଲିନ୍ କ୍ଲିଅର ଆମର ହୃଦୟ ରଖିବା। କ୍ଲିନ୍ କ୍ଲିଅର ହେଲେ ହିଁ ଭଗବାନ ଆମର କଥା ଶୁଣିବେ। ଆଉ ମନରେ ଗୋଟେ ବାହାରେ ଗୋଟେ, ଏ କଥା ଭଗବାନ ସବୁ ଜାଣନ୍ତି, ସେ କଥା ହେଲେ ଚଳିବ ନାହିଁ। ବାବା ସେଇଠି ଡ୍ରିଲ୍ କରେଇଲେ। କ'ଣ ଡ୍ରିଲ୍ କଲେ? ଗୋଟିଏ ସେକେଣ୍ଡରେ ତୁମେ ମନକୁ ନିଜ କଣ୍ଟ୍ରୋଲରେ ରଖ। ବାବା କହିଛନ୍ତି, ବର୍ତ୍ତମାନ କହିଲେ ଯେ ତୁମେ ବର୍ତ୍ତମାନ ପରମ ଧାମକୁ ଯାଅ। ସମସ୍ତେ ଚୁପ୍ ହୋଇ ଡ୍ରିଲ୍ କଲେ। ପରମ ଧାମକୁ ଗଲେ, ପୁଣି ସୂକ୍ଷ୍ମ ବର୍ତ୍ତନକୁ ଗଲେ, ପୁଣି ସ୍ଥୂଳ ବର୍ତ୍ତନକୁ ଆସିଲେ। ବାବା ସେଇ କଥା କହିଲେ। ଏଇ ବିନ୍ଦୁ ରୂପେ ସ୍ଥିତ ହେବା ଆଉ ପରମ ଜ୍ୟୋତି ସ୍ୱୟଂ ପରମ ପିତା ପରମାତ୍ମାଙ୍କ ସହିତ ଯୋଗ ଲଗେଇବାକୁ ବାବା ଡ୍ରିଲ୍ କରିବା ପାଇଁ କହିଲେ। ବାବା କହୁଛନ୍ତି ଯେ ବୈରାଗ୍ୟ ବୃତ୍ତି କ'ଣ? ବୈରାଗ୍ୟ ବୃତ୍ତିକୁ ଆମେ ସହଜରେ ବୁଝିପାରିବା ଯେ ଯେତିକି ନ୍ୟାରା ସେତିକି ପ୍ୟାରା। ଧରନ୍ତୁ ଆମର ବାବା କହୁଛନ୍ତି ଦେହ ଆଉ ଦେହ ଦୁନିଆ ଠାରୁ ତୁମେ ତା ସହିତ ଲଗାବ ଲଗାଅନି, ମମତ୍ୱ ଲଗାଅନି। ଯଦି ଆମେ ନିଜ ଲୋକ, ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ପୁଅ ଝିଅ କାହାରିକୁ ଆମେ ସ୍ନେହ କରିବାନି। ଭଗବାନ କହିଛନ୍ତି ମୁଁ କାହା ସହିତ ମମତ୍ୱ ଲଗେଇବିନି ବା କାହାକୁ ଏତେ ଭଲ ପାଇବିନି, ତାମାନେ ଏଇଟା ଭୁଲ। ଆମେ ଭଲ ପାଇବା କିନ୍ତୁ ମୋହ ରଖିବାନି। ସ୍ନେହ ଆଉ ମୋହ ଏଇ ଦୁଇଟାର ଅର୍ଥ ଆମେ ଜାଣିବା ନିହାତି ଦରକାର। ମମତ୍ୱ ରଖିବାନି, ମୋର ବୋଲି କହିବାନି, କିନ୍ତୁ ଦାୟିତ୍ୱ ନେବା। ଦାୟିତ୍ୱ ନ ନେଲେ କେମିତି ହେବ? ସଂସାରକୁ ଆସିଛେ, ନିମିତ୍ତ ଭାବରେ ଆମକୁ କେତେ ଦାୟିତ୍ୱ ମିଳିଛି। ବାବା କହୁଛନ୍ତି ତୁମେ ଦାୟିତ୍ୱର ତାଜ ଧାରଣ କର ଆଉ ବିଶ୍ୱ ଭାଗ୍ୟ ଅଧିକାରୀର ତିଲକ ଧାରଣ କର। ଆମେ ପରେ ରାଜ୍ୟ ଭାଗ୍ୟ ପାଇବା। ବାବା ଆମକୁ ତିଲକ ଲଗେଇଲେ, ପୁଣି ଦାୟିତ୍ୱ ଦେଇଛନ୍ତି, ଜିମ୍ମେୱାରୀ ଦେଇଛନ୍ତି, ଦାୟିତ୍ୱ ଦେଇଛନ୍ତି ତୁମେ ସମସ୍ତଙ୍କୁ ଏଇ ପାଠ ପଢ଼େଇ ଅନ୍ଧାରରୁ ଆଲୋକ ଆଡ଼କୁ ନିଅ, ରୋଶନୀ ଦେଖାଅ। କେତେ ଦୁଃଖୀ ଅଶାନ୍ତ ଆତ୍ମା ଛଟପଟ ହେଉଛନ୍ତି, ସେମାନେ କିପରି ମୁକ୍ତ ହେବେ, ଏ ଦୁଃଖ ଦୁନିଆରୁ ମୁକ୍ତ ହେବେ, ସେ ରାସ୍ତା ତୁମେ ଜଣାଅ। କାହିଁକି ନା ବାବା ଆମକୁ ରାସ୍ତା ଦେଖେଇ ଦେଲେ, ଆମେ ସେଇ ରାସ୍ତାରେ ଅନ୍ୟମାନଙ୍କୁ ଚଲେଇବା ପାଇଁ ପ୍ରେରଣା ଦେବା। ବାବା କହୁଛନ୍ତି ଯେ ଅନ୍ଧକାରରେ ଯେଉଁମାନେ ଭଟକୁଛନ୍ତି, ଭକ୍ତି ମାର୍ଗ ବି ଏକ ପ୍ରକାରର ଧୋକା, ସେଥିରେ ବି ଫଳାଫଳ ଶୂନ୍ୟ। ବାବାଙ୍କୁ ହିଁ ଆମେ ଜାଣିବା। ଭଗବାନ ହିଁ ଚିରନ୍ତନ ସତ୍ୟ, ସନାତନ। ସେଇ ସନାତନ ସତ୍ୟ ପଥରେ ଆମେ ଯିବା।
ସେଥିରେ ଗଲେ ଆମେ ଉଚିତ ସ୍ଥାନରେ ପହଞ୍ଚି ପାରିବା। ଯେତିକି ନ୍ୟାରା ସେତିକି ପ୍ୟାରା। ଯେ ଆମେ ସଂସାରରେ ସବୁବେଳେ ବାଲାନ୍ସ କରି ରଖିବା, ଚଳିବା, ତାହା ହେଲେ ସମସ୍ତଙ୍କର ଆମେ ପ୍ୟାରା ହେବା, ସମସ୍ତେ ଆମକୁ ଭଲ ପାଇବେ। ଆମେ ଦେଶ ଦୁନିଆ ଘର ବାହାର ସମସ୍ତଙ୍କୁ ନିଜର କରି ଚଳିବା, ଆତ୍ମୀୟତା ଭାବ ରହିବ, କିନ୍ତୁ ଆତ୍ମିକ ଦୃଷ୍ଟିରେ ଚଳିବା, ତାହା ହେଲେ ସମସ୍ତେ ଆମକୁ ବି ଭଲ ପାଇବେ। ବାବା ସେଇ କଥା କହୁଛନ୍ତି ଯେ ଯେତେବେଳେ ଚାହିଁବ, ଯେଉଁଠି ଚାହିଁବ, ଯେମିତି ଚାହିଁବ ସେମିତି ତୁମ ମନକୁ କଣ୍ଟ୍ରୋଲ କରିକି ରଖ। ଆଜି ଏ ବାଟରେ ଯିବି, ଆଜି ଇଚ୍ଛା ହେଉଛି ଖାନ ପାନ ଅଶୁଦ୍ଧ କରିବି, ଆଜି ଇଚ୍ଛା ହେଉଛି ସିନେମା, ଯାହାକି କୁହାଯାଉଛି ସିନ୍ର ମା, ମାନେ ପାପର ମା ସିଏ, ତାକୁ ଆଜି ଦେଖିବି। ମନ ଯଦି ଭଟକୁଛି ତୁମେ କେବେ ହେଲେ ସତ୍ୟ ପଥରେ ଚାଲିପାରିବ ନାହିଁ। ତେଣୁ ସତ୍ୟ ପଥରେ ଚାଲିବା ପାଇଁ ପ୍ରଥମେ ମନକୁ କଣ୍ଟ୍ରୋଲ କରିବା ନିହାତି ଦରକାର। ବାବା କହୁଛନ୍ତି ଉଡ଼ତେ ରହୋ, ଉଡ଼ାତେ ରହୋ, ମାନେ ନିଜେ ଆଉ ଚାଲିବାର ସମୟ ନାହିଁ, ପୁରୁଷାର୍ଥ, ତୀବ୍ର ପୁରୁଷାର୍ଥୀ ହୁଅ। ନିଜେ ତ ତୀବ୍ର ପୁରୁଷାର୍ଥୀ ହେବ, ଆଉ ଅନ୍ୟକୁ ବି ରାସ୍ତା ଦେଖାଇ ସେଇ ବାଟରେ ଆଗେଇ ନେବ। ବାବା କହୁଛନ୍ତି ଡବଲ ଫରେନର ମାନେ ବହୁତ ଆଗ୍ରହୀ ଏଇ ବାଟରେ, ସେମାନେ ଠିକ୍ ରାସ୍ତାରେ ଚାଲୁଛନ୍ତି, ସେମାନେ ଉଡ଼ତେ କଳାରେ ବିଶେଷ ନାମ ଧରିଛନ୍ତି ବା ଅଗ୍ରଗତି କରିଛନ୍ତି। ଆମେ ସମସ୍ତେ ଫରେନର, କାରଣ ଆମର ଦେଶ ହେଲା ପରମଧାମ। ଆମେ ଆସିଛେ ପୃଥିବୀକୁ, ରଙ୍ଗମଞ୍ଚକୁ ରୋଲ କରୁଛେ, ତେଣୁ ଆମେ ଫରେନର। କିନ୍ତୁ ଡବଲ ବିଦେଶୀ କହିଲେ ଭାରତ ଭୂମିରେ ବାବା ପଦାର୍ପଣ କରିଛନ୍ତି, ଅବତରଣ କରିଛନ୍ତି। ଆଉ ଯେତେ ସବୁ ଭାରତକୁ ଛାଡ଼ି ଦେଇକି ଅନ୍ୟ ସ୍ଥାନ ଗୁଡ଼ିକ ହେଲା ଫରେନ୍। ତେଣୁ ପରମଧାମ ଗୋଟେ ଦେଶ, ପୁଣି ଆଉ ଗୋଟିଏ ଦେଶକୁ ସେମାନେ ଓହ୍ଲେଇ ଅଛନ୍ତି, ପୁଣି ଭାରତ ଭୂମିକୁ ଆସିଛନ୍ତି। ତେଣୁ ସେମାନେ ହେଲେ ଡବଲ ଫରେନର। ଡବଲ ଫରେନରଙ୍କ ପ୍ରତି ବାବାଙ୍କର ବହୁତ ଶ୍ରଦ୍ଧା, କାରଣ ତାଙ୍କର ହାର୍ଟ କ୍ଲିନ୍ ଆଣ୍ଡ କ୍ଲିଅର। ସେ ବାବାଙ୍କୁ ଥରେ ଚିହ୍ନିଲେ ମାନେ ପୁରା ସେଇ ରାସ୍ତାରେ ଚାଲୁଛନ୍ତି। ବାବାଙ୍କର ବହୁତ ଭରସା ସେମାନଙ୍କ ଉପରେ। ବାବା ଏଇ ଯେଉଁ ସଣ୍ଡେକୁ ବା ଅବ୍ୟକ୍ତ ମୁରଲୀ ଦିନ, ରବିବାର ଦିନ ଉପରେ ବହୁତ ଗୁରୁତ୍ୱ ଦେଉଛନ୍ତି। ଆମେ ବି ଅବ୍ୟକ୍ତ ମୁରଲୀର ମୁଖ୍ୟ ଉଦ୍ଦେଶ୍ୟ ହେଲା ପିଲାମାନଙ୍କୁ ଉତ୍ସାହିତ କରି ବାବାଙ୍କ ପଥରେ ଚଲେଇବା ପାଇଁ। ପୁଣି ସେମାନେ କ'ଣ କରୁଛନ୍ତି ତାର ବି ସଠିକ୍ ଆକାଉଣ୍ଟ ସେ ନେଉଛନ୍ତି। କେଉଁ ଦେଶରେ କ'ଣ ହେଲା, କିଏ କି କାମ କଲା, କେତେ ଦୂର ବାବାଙ୍କର କାର୍ଯ୍ୟ ସକ୍ସେସ୍ ହୋଇଛି, ସବୁର ସେ ହିସାବ ନିଅନ୍ତି। ତେଣୁ ଅବ୍ୟକ୍ତ ମୁରଲୀ ଆମ ଜୀବନକୁ ଗଢ଼ିବା ପାଇଁ ଏକ ମାଇଲ ଖୁଣ୍ଟ, ୟାକୁ କେବେ ହେଲେ ଆମେ ମିସ୍ କରିବା ନାହିଁ। ବାବାଙ୍କର ଜୀବନ, ବ୍ରହ୍ମା ବାବା ଆଦିଦେବ, ସେ ହେଉଛନ୍ତି ଆମ ଆଖିରେ, ଆମ ସାମ୍ନାରେ ଦର୍ପଣ ପରି। ଆମେ ତାଙ୍କ ଜୀବନକୁ ଅନୁସରଣ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା। ଆଜି 18/1 ବା ଜାନୁଆରୀ ମାସ 18 ତାରିଖ ବ୍ରହ୍ମା ବାବାଙ୍କର ମହାପ୍ରୟାଣ ଦିବସ, ସ୍ମୃତି ଦିବସ। ସେଇ ଦିବସରେ ଆମେ ସମସ୍ତେ ପଣ ନେବା ଯେ ଆମେ ସମସ୍ତେ ବ୍ରହ୍ମା ବାବାଙ୍କର ପଦାଙ୍କ ଅନୁସରଣ କରିବୁ ନିଶ୍ଚୟ। ଓମ୍ ଶାନ୍ତି।